दादा गोटे भल कसी कसी जातकटा टिके देखिबे ଇଏ କି ଜାତକ ଏଟା ଅନଲାଇନ ଜାତକ ନାଇଁ ମ ସେ ଯୋଉ ଆମର ତାଳପତ୍ର ଲେଖନୀରେ ଲେଖା ଯାଇଥାଏ ସେ ଜାତକ ନାହିଁ କଣ ଆପଣଙ୍କର? ଆରେ ଚଇତା ମାମୁଁ ନମସ୍କାର। ନମସ୍କାର ନମସ୍କାର। ସକାଳୁ କଣ ଆସିଲେଣି? ଆରେ ସେ ଫକୀରା କଣ 2 ଦିନ ହେଲା ଫୋନ ଉଠଉନି କଣ ଘଟଣା ମୁଁ କିଛି ବୁଝି ପାରୁନି ତମ କଥା। ସେଗୁରା ମତେ କାହିଁ କହୁଛନ୍ତି? କଣ ସେଗୁରା ମତେ କାହିଁ କହୁଛନ୍ତି? ଆଉ ତମେ ତ 2 ଜଣ ସାଙ୍ଗ ସୁତା ହେଇକି ବୁଲୁଛ। ଗୋଟେ କଥା କହିବି ମାମୁଁ, ହଁ ତମେ ମତେ ତ ବେଳେ ବେଳେ ଲାଗେ ମୁଁ ତମର ନିଜ ଭଣଜା ନୁହଁ କି ମୋ ବୋଉ ତମ ନିଜ ଭଉଣୀ ନୁହେଁ। କାହିଁ ସେମିତି କହୁଛ? ଆଉ କହିବିନି। ତମେ ତ ସବୁବେଳେ ପୁତୁରା ପୁତୁରା ହେଲ, ଯେତେବେଳେ ଯାହା ହେଲା ତମେ ପୁତୁରାକୁ ପଇସା ଧରେଇ ଚାଲିଲ। ତାକୁ କେତେ ପଇସା ଦେଲଣି କି? ସେ କଣ 2 ଦିନ ହେଲାଣି ଗୋଟେ ଓଲା ଗାଡି ଧରିକି ବୁଲୁଛି। କାଲି କଣ ମୁଁ ଶୁଣିଲି ସେ ଅନାଥ ଆଶ୍ରମରେ ଖାଇବାକୁ ପିଇବାକୁ ଦେଇଛି, ସେ ବୃଦ୍ଧା ଆଶ୍ରମରେ 100 ଖଣ୍ଡେ କମଳ ଆଣିକି ବାଣ୍ଟିଛି। ତାର ତ ନିଜର ଚୁଲି ଚାଳ ନାହିଁ, ସିଏ ଏତେ ପଇସା ଆଣୁଛି କୋଉଠୁ? କଣ ତୁ କହୁଛୁ? ହଇରେ ମୁଁ କହିଲେ ବର୍ତ୍ତମାନ ବିଶ୍ୱାସ କରିବେନି, ଆମ ସାଙ୍ଗ ସାଙ୍ଗ ଭିତରେ ଗୋଟେ ଅପ୍ରିୟ ହବ। ମତେ କାହିଁ ଟିକେ କଥାଟା କାହିଁ ଟିକେ ଅବାଗିଆ ଅବାଗିଆ ଲାଗୁଛି। ତମେ କିଛି ଅଲଗା କିଛି କଣ କରୁନ ତ ହଇବେ? ମତେ ମୋ ଠାରୁ ବୋଧେ 70-80 ଲକ୍ଷ ଖଣ୍ଡେ ଟଙ୍କା ନେଇ ସାଇଲାଣି। ତୁମେ କଣ ମତେ ଦେଇଛ? ଦେଇନି ଯେ ତୋ ଭରସାରେ ମୁଁ କହିଲି ତୋର ସାଙ୍ଗ ସୁତା ହେଇକି ଯାଉଛ, ତମେ ସବୁ ଜାଣିଥବ। ତୁ କୁଆଡେ ଯାଇଛୁ ସେ ସାଙ୍ଗ ସାଙ୍ଗ ଭିତରେ ମୁଁ ଏଇଟା ନୁହେଁ। ମତେ କହୁନି ସିଏ ନେଇକି ଖାଇ ଦେଇଛି କି କୋଉଠି ଅପବ୍ୟୟ କରିଦେଇଛି, ସେ କଥା ନୁହେଁ। କିନ୍ତୁ ଯେତେବେଳେ ଦବ ତମେ ଟିକେ ଭାବି ଚିନ୍ତି ଦବ ନା। ଆଉ ସେ ତ ଯାହା କହିଲା ତମେ ତାରି କଥାରେ ହଁ ମାଇଲ, ମୋ କଥାକୁ ତ କେତେବେଳେ ଖାତିରି ଟିକେ କଲନି। ଆଉ ମୁଁ ଆଉ କଣ କରିବି? ତୋର ସେ ଭେଟ ହେଇନି 2 ଦିନ ହେଲା? ମୋର ଭେଟ ହେଇନି। ଯଦି କହିବ ଚାଲ ତା ଘର ଆଡେ ଯିବା। ଚାଲୁ ଟିକେ ଯିବା ତା ଘର ଆଡେ। ହଁ ଚାଲ, ମୁଁ ତ ଡ୍ୟୁଟି ଯାଉଛି, ସେଇ ବାଟେ ତା ଘର ମୁହଁ ମାରି ଦେଇ ଯିବା। ଦେଖିବା ଆସି ମୁଁ ଭାବୁଛି ଥଣ୍ଡା ପଡିଯାଇ ଶୋଇସାଇ ପଡିଥିବ, ସେଥିପାଇଁ ଫୋନ ସିଏ ଉଠଉନଥିବ। ତା ବୋଲି କଣ 2 ଦିନ ହେଲା ଫୋନ ଉଠଉନି? କି କଥା କହୁଛୁ ତୁ? ଆଉ ଚାଲ ଦେଖିବା ଯଦି ଖବର ଇଏ ହେଇଯିବ, ଯଦି ଦେଖା ହେଇଯିବ। ଆଉ ଚାଲ। ତମେ କୁଆଡେ ପକେଇ ତୁ ଏତେ ବେଳ ଦାନ୍ତ ଘଷି? ହଁ କାଲି ବା ସେ ଯୋଉ କାମ ଥିଲା ଟିକେ, ସେ ହାରଭେଷ୍ଟର କତିକି ଯାଇଥିଲି। ଦାଦା କଣ କହୁଥିଲ? ତୁ ମାମୁଙ୍କ ଫୋନ ଟା କଣ ଉଠଉନୁ 2 ଦିନ ହେଲାଣି? ମାମୁ ତ ଯାଇଥିଲେ ଫୋନ ନ ଉଠିଲା ମୋ ମୁଣ୍ଡ ଗରମ ହେଇଯାଉଛି। ତ କଣ ସବୁ ତ ଘଟଣା କିଛି ମୁଁ ବୁଝିପାରୁନି। 2 ଦିନ ହେଲା କାଇଁ ମୋ ଫୋନ ଉଠୁ? ଫୋନ ଟା ବା ମୋର ଇଏଟା ଡିସପ୍ଲେ ଟା ଫାଟି ଯାଇଛି, ମତେ ଦେଖା ହଉନି କିଛି। ମୁଁ ଆଉ କଣ କରିବି? ପଇସା ନେଲୁନି, ଯାଇଲୁନି ଘରୁ ଆଇଥାନ୍ତୁ, ପଇସା ନେଇ ଯାଇଥାନ୍ତୁ, ଯାଇ ମୋବାଇଲ ଡିସପ୍ଲେ ପକେଇ ଯାଇଥାନ୍ତୁ। ଆଡେ ତ ଦୁନିଆ କାମରେ ତମେ ଛନ୍ଦି ଦେଇଛ, ମୁଁ ଆଉ କଣ କରିବି? ଆଉ କଣ କହୁଥିଲ? କହୁଥିଲି କଣ, ଘରୁ ସେ ଟୋକାଟାକୁ କାଲି ବାଡେଇକି ବିଦା କରିଦେଇଛି। କଣ ଭାଇ? ଗେରେ ହେଲା, ମୁଁ ତାକୁ ବାଡେଇ ବିଦା କରିଦେଇଛି। ମା ଖାଉନି, କିନ୍ତୁ ଘରେ ସବୁବେଳେ ଡିଷ୍ଟର୍ବାନ୍ସ ହଉଛି। ମୁଁ ସେଇ ଚୌତା ପାଖକୁ ଆଇଥିଲି। ମାମୁଁ କହୁଛନ୍ତି ଟିକେ ତାଙ୍କ ଜାତକଟା ନେଇ କୋଉଠି ଗୋଟେ ଭଲ ଅବଧାନଙ୍କ ପାଖରେ ଦେଖେଇଲେ ହୁଅନ୍ତାନି? ଆଉ ଜାହାଙ୍ଗୀର ନେଇଯିବା, ଯୋଉ ଗାଲୁଆ ଅବଧାନ ପାଖରେ ଦେଖେଇଦବା ଜାତକ। ସିଏ କଣ ଏବେ ଥିବେ ଘରେ? ସିଏ ବୁଢା ରହୁଛି, ସବୁବେଳେ ରହୁଛି ଘରେ। ତାର ଦୁନିଆ ଭିଡ, ତାର ଦୁନିଆ ଖାତିର ଗାଲୁଆ ଅବଧାନ। ସେ ଜାତକଟା ବି ସେଇଠି ଦେଖେଇଦେଲେ, ଦେଖିଦବା ଯଦି ସୁଝୁଥିବ ବାହାଘରଟା। ହଁ ନାଇଁ ଦାଦା, ଜାତକଟା ଦେଖେଇଦବା ଭଲ ହବ। କାହିଁକି ନା କହିଲ, ଯଦି ବାଇଚାନ୍ସ ଧର କଣ ପଡିବ, ସୁବିଧା ପଡିବ, ଆମେ ଗୋଟେ ଏତେ ମୁଁ ବି ଆଡଭାନ୍ସ ଗୁରା ସବୁ ଦେଇଦେଇଛି। ମୋ ପାଖରେ ଆଉ ଟଙ୍କାଟେ ନାହିଁ। ଧର ବାଇଚାନ୍ସ ଆମେ ଗୋଟେ ବାହାଘରଟା ଠିକ କରିଦବା, ତା ଭିତରେ ଗୋଟେ କିଛି ପଡି ଯାଉଥିବ ଅସୁବିଧା, ପୁଣି ତମେ ଆମକୁ ଦୋଷ ଦବ। ସବୁ କହୁଛୁ ଠିକ ଯେ, ଠିକ ଟାଇମ ବେଳକୁ ଫୋନ ଟା ନ ଉଠିଲା ମୋ ମୁଣ୍ଡ ଯେମିତି ନାଇଁ ତାର ଡିସପ୍ଲେ ଫାଟି ଯାଇଥିଲା, ଆଉ ସେଥିପାଇଁ ସେ ଛାଡ। ମୁଁ ଭାବିଲି ତୁ ମତେ ଟାଉଟୁରି କାମ କରୁ। ତମେ କଣ ଦାଦା ଭାବୁଛ ମତେ ଏଇଆ? ମୁଁ ଜାଣିଛ ମୁଁ କାହାର ଟଙ୍କାଟା ଖାଏ? ସବୁବେଳେ ଖାଲି ଏମିତି ହେଲ ତମେ। ମୁଁ କାହାକୁ କଣ ବିଶ୍ୱାସ ଭରସା କରିବି? ଘରେ ଆଉ ଟୋକାଟା ନାହିଁ ହେଇଛେ, କଣ କରିବି କହିଲୁ? ଆଉ ତାହେଲେ ଯିବା ଜାତକଟା ଦେଖିବାକୁ। ଆଉ ମୁଁ ଖାଲି ଗଞ୍ଜିଟା ପିନ୍ଧି ଆସେ। ତମେ ଜାତକଟା ନେଇକି ଆସ। ଜାତକଟା ନେଇକି ଆସ, ଆମେ ମିଶିକି ଯିବା, ଦେଖିଦେଇ ଆସିବା। ଆଉ କୁଆଡେ ଯିବନି? ନାଇଁ ଆମେ ଏଇଠି ଅଛୁ, ତମେ ଖାଲି ଆଇଲେ ଆମେ ଯିବା। ଆଉ କଣ ଜାହାଙ୍ଗୀରାବାଦ ଏଇଠି କେତେ 10-12 କିଲୋମିଟର, ଖାଲି ଜାତକଟା ଦେଖେଇ ଦେଇ ପଳେଇ ଆସିବା। ଆଉ କଣ? ଆଉ ପଇସା ପତ୍ର କଣ ଦରକାର ଆଣିବି ନା ନାଇଁ କହୁନୁ? ମୁଁ ସେଇ ହିସାବରେ ନେଇକି ଆସିବି। ପଇସା ଆଣିଥାଅ, ସିଏ କେତେ ପଇସା ନେବେ? ଆରେ ବା କଣ ତାର ଯଦି କୁଆଡେ କଣ ଆଉ ଖର୍ଚ୍ଚ ବାର୍ଚ୍ଚ କରିବାକୁ ଥବ, ଡିସପ୍ଲେ ହୋଇ ଭାଙ୍ଗି ଯାଇଛି କହୁଛି, ମୋବାଇଲ ଡିସପ୍ଲେ। ମୋବାଇଲଟା ସଜାଲେ ସିନା ମୋ ଫୋନ ଟାକୁ ଉଠେଇବ ସିଏ। ଛାଡ, ସେ ଜାତକ ଦେଖିକି ଆସିଲା ପରେ ଦେଖିବା। ଆଉ ହଉ ମୁଁ କହୁଥିଲି iPhone 14 Pro Max କିଣିଥାନ୍ତି। ଏରା କେତେ ପଇସା ପଡିବ? ଏଇଟା 130,00,000 ଭଳିଆ ପଡିବ। ଏବେ ତୋର ଜ୍ଞାନ ଅଛି ସାଡେ, ମୁଁ କଣ 130,000? ମୁଁ ଧରିଛି ଗୋଟେ ଏଡିକି ବକେଟ ନାକରୁ ଫୋନ। 130,000 କଣ?
କିଣି ଦେଇଥାନ୍ତି ଭାବୁଥିଲି। କିଣି ଦେଇଥିଲେ କଣ ବାହାଘରରେ ଆମର କ୍ୟାମେରାମ୍ୟାନ ବି ଦରକାର ହେଇନଥାନ୍ତା। ଫଟୋ ଫଟୋ ଯାହା ଯୋଉଠି ଭଲ ମନ୍ଦ ଆମେ ଉଠେଇ ଦେଇଥାନ୍ତେ ସେଇଥିରେ। ସେଇଆ ଓହୋ ଦେଖିଆ ସେ ଜାତକ କାମଟା ଆଗ ସରୁ। ଆଉ ଦେଖିବା ଯଦି ସନ୍ଧ୍ୟା ସୁଝିବା ଯଦି ଆମେ ପୁଣି ଝିଅ ଦେଖିବାକୁ ଯିବା ନା। ଆଉ ଆଉ ସନ୍ଧ୍ୟା କଣ ବେଳକୁ ଝିଅ ନହେଲେ ନ ଯିବା ଆଉ। ଦେଖିକି ବାହାଘର କରିଦବା ଆମେ? ର ନନା ଏଇଠି ଅଛନ୍ତି ର ଏଇଠି ଏଇଠି ହଁ ଆସ ଦାଦା ଆସ ଆସ। ନନା ନମସ୍କାର। ଆମେ ଜାହାଙ୍ଗୀରାବାଦରୁ ଆସିଥିଲୁ। ହଁ ପଣ୍ଡିତ ଏଇଠି ହଁ ନମସ୍କାର। ହଁ ବାବା ସିଧା ଆଇଛନ୍ତି ଜାଣିପାରୁଛ ନା ବାବା? ହଁ ନମସ୍କାର। ହଁ ନମସ୍କାର ବାବାଜୀ ବାବୁ। ଆପଣଙ୍କ ପାଦ ଆଜି ମୋ ଦୁଆର ମୁହଁରେ ପଡିଲା। ଆଉ କଣ କରିବା କାମ ଟିକେ ଥିଲା ଆଉ। ଆରେ କାମ ଥିଲା କହିଥିଲେ ମୁଁ ବା ଆପଣଙ୍କ ଦୁଆର ମୁହଁକୁ ଯାଇଥାନ୍ତି। ନାଇଁ ମୋର କାମ ଅଛି ମୁଁ ଆପଣଙ୍କ ଘରକୁ ହଉ ଆସିବି ନା ଆଉ। ହଉ ହଉ ବସନ୍ତୁ ବସନ୍ତୁ କଣ କାମ ଯାହା ହଉ। ସେ କଥା କଣ କି ସେ ମାସେ 2 ମାସ ହେଲା ଘରେ ଭାରି ବିଭ୍ରାଟ ହଉଛି। କାର ବାବାଜୀ ବାବୁ ହଁ କାଇଁ କଣ ଅଛି ତାଙ୍କର ତ କହୁଥିଲେ ପୁଅଟା କିଛି ତ ଅସୁବିଧା ନାହିଁ ନା। ଅଯୋଗ୍ୟର ଆଉ ପୁଅଟା ସିନା କଥା ମାନିଲେ ଯାହା ହୁଅନ୍ତା। ଆରେ ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ। ଅଚାଳ ସମ୍ପତ୍ତି ବା। ହେଲେ କଣ ହବ? ଆମ ନା ଡାକ ଅଛି ବାବାଜୀ ବାବୁଙ୍କ ନାଁ। ପୁଅଟା ବା ମଣିଷ ନୁହେଁ। ଆରେ ପୁଅଟା ମଣିଷ ନହେଲେ କଣ ଅସୁବିଧା ହେଇଛି ଦେଖ କହିଲେ ହେଲେ ବାବୁଜୀ। କଣ ହବ? କାଲି ବା କଣ ହେଇ ଜାଣିଛ ପୁଅଟାକୁ 2-4 ଚଟକଣା ପକେଇଲି ହଁ ସେ ଘର ଛାଡି କୁଆଡେ ପଳେଇ ଯାଇଛି। ମା ଖାଉନି ଘରେ ଏମିତି ମାସେ ହେଲା ଚାଲିଛି। ସକାଳେ କାଳିଆ ଯାଇ ଧରା ପହଞ୍ଚିଲି। ପରା ମାସେ ହେଲା ଚାଲିଛି। ଆଉ ମାଆକୁ ଖୋଇ ଖାଇ ଦେଲେନି। କଣ କହିଦେବି ସିଏ ସିନା ମୋ କଥା ଶୁଣିଲେ ମୋ କହୁଛି ମୋର ପୁଅ ଦରକାର। ଆମେ ହେଇଠୁ ଭାବିଲୁ କଣ ଜାହାଙ୍ଗୀରାବାଦରେ ଆମେ ଜାଣିଛୁ ମୋ ନନା ଅଛନ୍ତି ଗାଲୁଆ ନା ଗାଲୁଆ ନା। ଆମେ ସେଇଠୁ ନେଇକି ପଳେଇ ଆଇଲୁ ଆଉ। ଆମେ କହିଲୁ ନେଇକି ଯିବା ମୋ ଦାଦାଙ୍କ ସହିତ। କତିକି ବା ହେଇ ଏବେ 17 ଜଣ ଆସିଥିଲେ। ତାଙ୍କୁ ବର୍ତ୍ତମାନ ତାଙ୍କରି କାମ ଚାଲିଛି। ଆଉ ଟିକେ ଦାଦା ଦେଖେଇଲ ଅବିକା ଫାଙ୍କା ଅଛ ନା? ତଥାପି ଫାଙ୍କା ନଥିଲେ ବି ଆପଣ ଯେତେବେଳେ ବାବାଜୀ ଭଳିଆ ଲୋକ ମୋ ଦୁଆର ମୁହଁକୁ ଆସିଛନ୍ତି ଫାଙ୍କା ନଥିଲେ ବି କରିବି ଦେଖିବି ନା ଆଉ। ଟିକେ ଦେଖନ୍ତୁ ଟିକେ ଭଲ କି ଟିକେ ଦାଦାଙ୍କ ଟିକେ ଭଲ କି କଷି କାଷି ଦେଲ। ଜାତକଟା ଟିକେ ଦେଖିବେ। ବାବାଜୀ ବାବୁ ଇଏ କି ଜାତକ? ଏଇଟା ଅନଲାଇନ ଜାତକ। ନାଇଁ ମ ସେ ଯୋଉ ଆମର ତାଳପତ୍ର ଲେଖନୀରେ ଲେଖା ଯାଇଥାଏ ସେ ଜାତକ ନାହିଁ କଣ ଆପଣଙ୍କର? ସେ ଜାତକ ବା ଯୋଉ 99 ମସିହାରେ ବାତ୍ୟା ହେଲାନି ହଁ ସେ ବାତ୍ୟାରେ ଉଡି ଯାଇଛି। ଆଉ ଥେଲେ ସିନା ଆଣିବି ଥେଲେ ତ ନେଇକି ଓ ଆଇଥାନ୍ତି। କାନ୍ଥ ତଳେ ରହିଗଲା ନା କାନ୍ଥ ପଡିଗଲା? କାଠ ପଇଲା କି ସେତେବେଳେ ପବନରେ ଉଡିଗଲା ଯୋଉ ତ ସେ ପବନ ଛାଡ଼ନ୍ତୁ ହଉଥିଲା। ନନା। ନନା ଆପଣ ଏବେ ତ ଟିକେ ପଶିଲେ ନା, ଆମେ କମ୍ପ୍ୟୁଟର ବ୍ୟସ୍ତ ଯୁଗ ଅଛୁ ଆଉ। ଭାଇ। ତାହେଲେ ଆପଣ କହିବା କଥା ଏଇଥିରୁ ମୁଁ ଦେଖିବି। ହଁ ଏଇଥିରୁ ଦେଖନ୍ତୁ ହଉ ଏଇଥିରୁ ଯାହା ଦେଖୁଛି। ହଉଛି ଦେଖ। ହଁ ହଉ ଦେଖୁଛି ରୁହ ଦେଖୁଛି। ହେଇ ଚଇତା ମୁଁ ଟିକେ ଚା ପିଇ ଦେଇ ଯାଉଛି କାମ ଅଛି ଟିକେ। ହଁ ଖାଲି ଟିକେ ଏଇଠୁ ଆଉ ହଉ। ଚା ପିଇ ଦେଇ। ତୁ ଜଲ୍ଦି ଆସିବୁ। ହଁ ହଁ ତମେ 3 କସୁତା 7 5 ହଁ 5 7 ହେଲା 12 ହେଲେ ଏପଟରେ ହେଲାଣି 14। ଆଚ୍ଛା ଯୋଉ କହିବି ଗୋଟେ କଥା ଆଜି ଆଉ ଆଜ୍ଞା ହଉଛି କଣ ନା ଆପଣଙ୍କର ଗୋଟେ ଭଲ ଜିନିଷ ବାହାରୁଛି। ଆଜ୍ଞା ମତେ ତ କହିବାକୁ ଯଦି ଖରାପ ଲାଗୁଛି କିନ୍ତୁ କହିବାକୁ ବାଧ୍ୟ ହଉଛି। ଆଜ୍ଞା ଖରାପ ଭାବିବେନି। ନାଇଁ କିନ୍ତୁ କହୁନାହାନ୍ତି। ଆପଣଙ୍କର କଣ କହିଲେ ଏଠି ରବି ସୁଧ ପୁରୁଷ ସୁଧ ଆପଣଙ୍କର ସୁଝୁଛି। ଓହୋ ସେଇଠୁ କାହିଁକି ନା 5 7 ଗାରକୁ ଚଢି ଯାଉଛି ରବି ସୁଧ ପୁରୁଷ। ଓହୋ ହଁ 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 ମାନେ ଆପଣଙ୍କର ବର୍ତ୍ତମାନ ଅତି ଜରୁରୀ ମାନେ ଚଞ୍ଚଳ ଦାସ ମାନେ ଆପଣଙ୍କର ବାହାଘର ଗୋଡେଇ ଗୋଡେଇ ଚାଲିଛି। ହଁ ବା ଆରେ ଚଇତା ଏଠି ତ ସବୁ ଠିକ ଠାକ ହଉଛି ତ ସବୁ ତ ନନା କହିଲେ ହିଁ ନାଇଁ, ନାଇଁ, ବାହାରୁଛି। ଭଲ ତମର ହେଲା କାଇଁ ଆଉ। ଏତେ ଲେଟ୍ ହଉଛି? ନାଇଁ 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 ଯାହା ବି ହଉ ଆମେ ଝିଅ ଦେଖିବା ନା ଆଉ। ନାଇଁ ନନା ମାମୁଁ କହୁଥିଲେ ଝିଅ ଦେଖିବା କଥା। ମୁଁ କହିଲି ନାଇଁ ନାଇଁ ଆଗ ଆମେ ନା ଝିଅ ଜାତକଟା ଦେଖେଇଦବା। ହଁ ଯଦି ସୁଝିଲା ଯିବା ନା ନହେଲେ ପଇସା ଖର୍ଚ୍ଚ କରିକି ଯାଉଥିବା ଦେଖିଲା ବେଳକୁ ଝିଅ ଏଠି ପସନ୍ଦ। ବା ସୁଝୁଛି ମାନେ ନୁହେଁ ଏଠି ଗୋଡଉଛି ମାନେ 8 ଉପରେ ଯାଇକି 5 ଚଢିଗଲାଣି। ତେଣୁକରି ଯେତେ ତୁରନ୍ତ ପାରୁଛନ୍ତି କରନ୍ତୁ କରିଦିଅନ୍ତୁ ବୁଝିଲ। ଆଉ ତମେ କହୁଛ କଣ? ଆରେ ଚଇତା ତୁ ଜାଣୁଛୁ ଜାତକ ଆମେ ତ ଝିଅ ଦେଖିବାକୁ ଯାଇନେ। ଯୋଉନ ଝିଅ ଦେଖିବାକୁ ଯିବା ଜାତକଟା ସେଦିନ ନେଇ ଆସିବା ଆଉ କଣ। ହଁ ଝିଅର ଜାତକ ଟିକେ ଆଣିବି କାହିଁକି ନା ଝିଅ କଣ ତାର ଭଲ ମନ୍ଦ ଲକ୍ଷ୍ମୀବତୀ କି କଣ ମୁଁ ସବୁ ଦେଖିବି ଆଜ୍ଞା ହେଲା। ସେଇଟା ଟିକେ ଭଲ ହବ ଝିଅର ଜାତକ ଟିକେ ଆଣିବି ଆଜ୍ଞା ହଉ ବୁଝିଲେ ବାବୁ। ସେଇଆ କରିବା ଆଉ ମାମୁଁ ହୁଁ ଚାଲ। ଆପଣଙ୍କର ତ ଆୟୁଷ ବହୁତ ଲମ୍ବା ଅଛି। ଆଜ୍ଞା ହଁ ସବୁ ଭଲ ଅଛି କିନ୍ତୁ ଏଇ ଜିନିଷଟା ଆପଣ କେତେ ବର୍ଷ ହେଲାଣି? ମତେ 65 ବର୍ଷ ହେଲାଣି। 65 ବର୍ଷରେ ଆପଣଙ୍କର ଭାଗ୍ୟ ଯାହା କୁହନ୍ତୁନି ଭଲ। ରାଜଜଟକ ରାଜଜଟକ ହଁ ରାଜଜଟକ ଅଛି ବା। ହେଲା ହେଲା ଏଇଟା ଆଇଲା ଏଇ ରାଜଜଟକ ପକ୍ଷୀଟା। ଅଛି ବା। ରାଜଜଟକ ପଡୁଛି ତ। ହଁ ଏବେ ଦେଖୁନାହାନ୍ତି ମୁଁ କଣ ମୋ ଯାହା କଷାରେ ମୁଁ କହୁଛି ମୁଁ କଣ ମୋ ମନରୁ କହୁଛି ବାବୁ। ତାଙ୍କ ପାଠ ଯାହା କହିବ ନା। ପାଠ ମୁଁ ଯାହା ଜାଣିଛି ବା କହୁଛି। ଗାଲୁଆ ଅବଧାନ ଆମ ଜାହାଙ୍ଗୀରାବାଦ ଗାଁରେ ପୁରା ନାଁ ଅଛି। ସେଇଟା ସମସ୍ତେ ଜାଣିଛନ୍ତି ବାବୁ। ହଁ ଟିକେ ଆଜ୍ଞା ଦେଖିଲେ ତମେ ତ ଜାଣିଥିବ ଆମ ଦାଦା 9 ଥର ୱାର୍ଡ ମେମ୍ବର ହେଇଛନ୍ତି। ଆଜ୍ଞା। ମନ୍ତ୍ରୀ ଫନ୍ତ୍ରୀ ଏମଏଲଏ ଫେମଏଲଏ ହେଇପାରିବେ ଦେଖିଲ। ତଥାପି ଯାହା ଦେଖାଯାଉଛି ଚେଷ୍ଟା କଲେ ହେଇଯିବ। 76 ବର୍ଷରେ କିଛି ଗୋଟେ ବଡ ପଦବୀ ପାଇବି।
76 ବର୍ଷ ଦେଖିଲୁ ମୁଁ କଣ କହୁଥିଲି 76 ବର୍ଷ 76 ବର୍ଷ ହଁ। ଗୋଟେ ବଡ କିଛି ଭଲ ଜିନିଷ ଗୋଟେ କିଛି ପାଇବି। ଆରେ ଫକୀରା ହୁଁ। ଆଉ ଡେରି କରନି। ହଉ ନନା ଆମେ ତାହେଲେ ଆସୁଛୁ। ଆମେ ଆସୁଛୁ ଝିଅ ଦେଖିଲା ଦିନ ହଁ। ଆମେ ତାଙ୍କ ଇଏଟା ବି ନେଇ ଆସିବୁ ଜାତକଟା। ଜାତକଟା। ହଁ ଜାତକ ଟିକେ ଟିକେ ଆଇନି କଷିଦେବେ ହଁ। ମୁଁ ଟିକେ ଦେଖି ଦେଖି କହିଦେବି ପିଲା କଣ ହଁ, କଣ ପିଲା ଗୁଣମତୀ ଭଲ କି ଲକ୍ଷ୍ମୀମତୀ ମନ୍ଦ, କଣ କଣ ହଁ, ମୁଁ ହଁ। କହିଦେବି। ନାଇଁ ଆମର ମେନ୍ ରାଜଜଟକ ପଡୁଛି ତ। ରାଜସ୍ୱ ଚଢିଗଲାଣି ମାନେ ଯେତେ ଚଞ୍ଚଳ ମାନେ ପାରୁଛନ୍ତି ହଁ କରିଦିଅନ୍ତୁ। ଠିକ ଅଛି ଠିକ ଅଛି ଠିକ ଅଛି ନାଇଁ ନାଇଁ ଧନ୍ୟବାଦ ଆଜି ଆମେ ଇଏ ଜାଣିଲ ପୁଅକୁ ବୁଝେଇ ଦେବେ ଆଜି। ପୁଅ ସେ ଟୋକା ସିନା ଘରକୁ ଥିଲେ ଘରେ ବା ନାହିଁ ସିଏ। ନାମ ତାକୁ ବୁଝେଇବା ପଡିଆ ତାକୁ କହୁ ଯାଉନ କୋଉଠୁ ଏଠି ମେଳ ଖାଉଛି ଆଉ ଆମେ ଅଯଥା ତା ଉପରେ ବିରକ୍ତି ହେଲେ କଣ ବିରକ୍ତି ହବ। ହେଲେ କଣ ତାକୁ ହବ? ଯାଉନ ନହେଲେ କୋଉଠି ଖୋଜି ଖାଜି ନହେଲେ ପଇସା ଦଉଛନ୍ତି ଯାଇ ଯାଉନ କୋଉଠି ତାକୁ ଖୋଜି ଖାଜି ନେଇକି ଆସିବ। ଯାହାହେଲେ ଆମକୁ ପଇସା ନହେଲେ କୁଆଡେ ଯିବୁ ତୁ କଣ କରିବୁ ଆମ ଭାଇ ପାଖରେ ବାବୁ, ପଇସା ଅଛି। ଏ କଥା ଟିକେ ଆପଣଙ୍କ ଘରେ ଆପଣ ସ୍ତ୍ରୀ ଟିକେ ଟିକେ ଲୁଚେଇକି ଯାହା କରିବେ। ନାଇଁ, ନାଇଁ, ନହେଲେ ଏଇ ଯୋଉ ବିଭ୍ରାଟ ଅସୁବିଧା ଅଧିକା ନନା। ହବ। ଆଜ୍ଞା ନନା ବୁଝିଲୁ? ନନା ଏଇ ଯୋଉ କହୁଥିଲେ ଏଇ ଯୋଉ ଟିକେ ନାକୁ ଅସୁବିଧା ତାର କଣ କିଛି ପ୍ରତିକାର ନାହିଁ? ପ୍ରତିକାର ଅଛି ଆପଣ ଆଗେ ଚେଷ୍ଟା କରନ୍ତୁ। ନାଇଁ ନାଇଁ ପ୍ରତିକାର ବତେଇ ଦଉନାହାନ୍ତି। ସେ ଯୋଉ ଇଏ ଆଉ ଜଣଙ୍କୁ ଦେଖେଇଥିଲି ସିଏ କହିଲେ ଏଇଠି ସେ କଷିଥିଲେ ବା ଏଇଠି ଦେଖନ୍ତୁ ଏଇଠି ସେ କଷିଥିଲେ। ହଁ ହଁ ସିଏ କହିଲେ କି ହଁ 16 ଶନିବାର ଯଦି ଶନି ମନ୍ଦିର ଯାଇକି ଶନି ଦର୍ଶନ କରନ୍ତି ତାହେଲେ ଏଇ ଯୋଉ ଅସୁବିଧା ଅଛି ସେ ଦୂର ହେଇଯିବ। ଆଉ ଇଏ ବୁଲା କୁକୁରଙ୍କୁ ଖାଇବାକୁ ଦେବାକୁ ପଡିବ 16 ଶନିବାର। ହଁ ସେ ସେଇଟା କହିଥିଲେ। ତ ଆଜିକାଲି ବର୍ତ୍ତମାନ ଯାହା ନକ୍ଷତ୍ର ବର୍ତ୍ତମାନ ଗ୍ରହ ନକ୍ଷତ୍ର ଯାହା ହେଲେଣି ତେଣୁକରି ସେଇଟା କଲେ ବି ଭଲ ହୁଅନ୍ତା ହେଲା। ଆଉ କୁକୁର ନା ଆମେ ବିଲେଇ ଏବେ କଣ କରିବା 16 ଶନିବାର କରିସାରିଲା ପରେ ଝିଅ ଦେଖିବାକୁ ଯିବା ନା ଆଗୁଆ ଗଲେ ହବ? ଝିଅ ଦେଖା କାମଟା କରନ୍ତୁ ହେଲା, ତା ସାଙ୍ଗରେ ଆକୁ ରଖନ୍ତୁ, ଝିଅ ଦେଖା କାମଟା କରନ୍ତୁ ହଉ ହେଲା। ଟିକେ ଖର୍ଚ୍ଚ ହବ ମାମୁଁଙ୍କ ପାଖରେ ତ ଅକମ ପଇସା କଣ ନାଇଁ ମା ଖର୍ଚ୍ଚ। ସେ ଯୋଉ ଆମେ ଯୋଉ ସିଏ ଯୋଉ କହିଛି ଅଦାନା ନାଇଁ ଅନେଲ ନନା ଆମେ ଆଗ ଭାବୁଛୁ 16 ଶନିବାରେ ସବୁ ବୁଲା କୁକୁର ବନ୍ଧା ନୁହେଁ କେବଳ ବୁଲା ଦେଇ ଦାଇକି ସାରୁ ତାପରେ ଦେଖିବା ଜାତକ ହଁ, ନେଇ ଆସିବା ହଁ। କି ଝିଅ ଯୋଉଟା ଭଲ ଭାବୁଛନ୍ତି ଆପଣ ସେଇଟା କରନ୍ତୁ, କିନ୍ତୁ ତାଙ୍କର ଚଞ୍ଚଳତା ସହିତ ବାହାଘର ଗୋଡେଇ ନାଇଁ ପ୍ରତିକାର ଟା କରିଦବା ଭଲ ହବ। ପ୍ରତିକାରଟା ହଁ କରିଦେଲେ ଭଲ। କରିଦିଅନ୍ତୁ କୁକୁର କିଛି ଖାଇବା ଦେଲେ ସେପଟରେ କିଛି ବି ଭଲ ହବ ବାହାଜି ଆପଣଙ୍କ ପାଇଁ। ହଉ ଠିକ ଅଛି ମୁଁ ଚାହୁଁନି କୋଉଥିରେ ଅନିଷ୍ଟ ହଉ ବୋଲି। ନାଇଁ ଅନିଷ୍ଟ ସବୁ କିଛି ଯଦି- ଆପଣଙ୍କର ନାହିଁ। ଆଚ୍ଛା ହଉ ଠିକ ଅଛି। ଆପଣଙ୍କର ଆଧିରେ କିଛି ଅନିଷ୍ଟ ବାହାରୁ ସବୁ 76 ବର୍ଷରେ ଆପଣ ଗୋଟେ ବଡ ମନ୍ତ୍ରୀ ପଦବୀ ପାଇପାରନ୍ତି ଆଜ୍ଞା ହେଲା। ହଉ ହଉ ମାମୁଁ ଆଉ ଡେରି କରନି ଚାଲ ଆଜ୍ଞା ଚାଲ ଯିବା ଆଉ ନନା ଆମେ ଆଜ୍ଞା। ଆସିଲୁ। ହଉ। ଆମେ ଆସିଲୁ ସେ ଝିଅର ଜାତକଟା ଆଣିଲେ ଆଉ ଥରେ ଆଣିକି ଆପଣଙ୍କ ପାଖରେ ଦେଖେଇ ଦେଲା ପରେ ତାପରେ ଆମେ ଆଗକୁ ଆଗେଇବା ଆଉ। ହଁ ହଉ ନନା ଆମେ ଆସୁଛୁ ନମସ୍କାର। ହଁ ରହିଲୁ। ଆଉ ଟିକେ ଆପଣ ହୁସିଆର ଚଳୁଥିବେ ଟିକେ। ଆଜ୍ଞା ହେଲା। ଚାଲ 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 ଚାଲ, ଯିବା ଯିବା, ଡେରି ହେଲାଣି। ହେଇଗଲା। ସେ ପୁଣି ଯଦି ହବ ଝିଅ ଦେଖିବାକୁ ପଳେଇବା 4ଟା ବେଳକୁ ଆଜି। ଚଲ ଡେରି ହେଇଯାଉ ନା ସାଡେ ଗଲେ ପୁଣି ଦୁନିଆ କାମ। କାଟି ଦଉନୁ କାଟି ଦିଅ।